ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଇଏ ଭ୍ୟାକେନ୍ସି ଆପଣଙ୍କର ଆସିଛି ଓଡ଼ିଶା ସରକାରଙ୍କ ଅଧୀନରେ ଥିବା ଓମେନ୍ ଆଣ୍ଡ ଚାଇଲ୍ଡ ଡେଭଲପମେଣ୍ଟ ତରଫରୁ। ସର୍ବମୋଟ ବର୍ତ୍ତମାନ ଆପଣଙ୍କ ପାଇଁ 5,000ରୁ ଅଧିକ ଅଙ୍ଗନବାଡ଼ି ୱାର୍କର, ଅଙ୍ଗନବାଡ଼ି ହେଲ୍ପର ଏବଂ ଅଙ୍ଗନବାଡ଼ି ମିନି ୱାର୍କରର ଆପଣଙ୍କ ପାଇଁ ଭ୍ୟାକେନ୍ସି ରହିଛି। ତା ସହିତ ହଜାରେ ଆପଣଙ୍କର 36 ଗୋଟି ଜୁନିୟର ଟିଚର ଆପଣଙ୍କର, ଟିଜିଟି ଆପଣଙ୍କର, ପିଜିଟି, ତା ସହିତ ଆପଣଙ୍କର जो रहिला म्यूजिक टीचर, लाइब्रेरियन, देन नॉन टीचिंग रो वैकेंसी एवं ओडिशा सरकारଙ୍କ ତରଫରୁ ମଧ୍ୟ ଆପଣଙ୍କ ପାଇଁ କିଛି ଟିଚିଂ ଆଉ ନନ୍ ଟିଚିଂ ର ଭ୍ୟାକେନ୍ସି ଆସିଛି। ତ ଡିଟେଲ ଡିସ୍କସନ୍ କରିବା ଏହି ସିଙ୍ଗଲ ଭିଡ଼ିଓରେ। ତ ଲାଇକ୍ ଆଉ ସେୟାର କରିକି ସମସ୍ତଙ୍କୁ ଆପଣ ଜଣାଇଦେବେ ଏବଂ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ। ଏବଂ ଡେଡିକେଟେଡଲି ଆପଣ ପଢ଼ିବା ପାଇଁ ଚାହୁଁଛନ୍ତି ନା, ଏବେ ହିଁ ପ୍ଲେ ଷ୍ଟୋରକୁ ଯାଇକି ଆପଣ ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନକୁ ଇନଷ୍ଟଲ୍ କରିଦେବେ, ଯେଉଁଦ୍ୱାରା କି ସବୁଦିନ 7ରୁ 8 ଘଣ୍ଟା ଆପଣ ସବୁଦିନ ପଢ଼ିପାରିବେ। ଏବଂ ଯଦି ଆପଣ ହ୍ୱାଟ୍ସଅପ୍ ୟୁଜ୍ କରୁଛନ୍ତି ନା, 8895154969 এই নম্বরে খালি হাই লিখিদেবে, ଆପଣଙ୍କୁ ହ୍ୱାଟ୍ସଅପ୍ ଗ୍ରୁପ୍, ଟେଲିଗ୍ରାମ ଗ୍ରୁପ୍ ତଥା ମୋତେ ପାର୍ସନାଲି ମେସେଜ କରିବାର ଲିଙ୍କ୍ ମଧ୍ୟ ଡାଇରେକ୍ଟଲି ଆପଣଙ୍କୁ ମିଳିଯିବ। ଏବଂ ଓଡ଼ିଶାର ସବୁଠାରୁ ବଡ଼ ଟେଲିଗ୍ରାମ ଗ୍ରୁପ୍ ବି ଆମର ରହିଛି, ଓଡ଼ିଶା ଟିଚର ଆସୋସିଏସନ୍, ଯେଉଁ ଗ୍ରୁପ୍ରେ 2 ଲକ୍ଷରୁ ଅଧିକ ପିଲା ଅଛନ୍ତି। ଆପଣ ସେଇ ଗ୍ରୁପ୍ରେ ଜଏନ୍ ହେଇଯିବେ, ଯେଉଁଦ୍ୱାରା କି ପ୍ରତ୍ୟେକଟି ଇନଫର୍ମେସନ୍ ସର୍ବପ୍ରଥମେ ଆପଣ ପାଇପାରିବେ। ଫାଷ୍ଟ ଅଫ୍ ଅଲ୍ ଆମେ ଡିସ୍କସନ୍ ଆପଣଙ୍କର କରିବା ଆସନ୍ତୁ ଆଗ ଅଙ୍ଗନବାଡ଼ିକୁ ଭ୍ୟାକେନ୍ସିକୁ ନେଇକି। ଯେମିତି ଆପଣ ଜାଣିଥିବେ ଯେ ଅଙ୍ଗନବାଡ଼ିର ଭ୍ୟାକେନ୍ସି କୌଣସି ନୂଆ ନୁହେଁ, ଏହା ବ୍ୟାକ୍ ଟୁ ବ୍ୟାକ୍ ଭ୍ୟାକେନ୍ସି ବାହାରୁଛି। ବଟ୍ ପ୍ରୋବ୍ଲେମ୍ କ'ଣ କହିଲେ, ଲୋକମାନେ ଜାଣିପାରୁନାହାନ୍ତି। ଆଉ ଯାହା ଦ୍ୱାରା କ'ଣ ହେଉଛି ନା, ଡେଟ୍ ଆପଣଙ୍କର ସରି ସରି ଯାଉଛି। ଧରାଯାଉ ଲାଷ୍ଟ ଡେଟ୍ ଦେଖନ୍ତୁ 18 ତାରିଖ ଥିଲା ଏମାନଙ୍କର, ଯେ ଜାଣିନି ସିଏ ଆପଣଙ୍କର ସରିଗଲା। ଏବେ ଦେଖନ୍ତୁ ଲାଷ୍ଟ ଡେଟ୍ 24 ତାରିଖ ଅଛି କିଛି କିଛି ଗାଁର, ଯିଏ ଜାଣିନି ଆପ୍ଲାଏ କରିନି ସେ ତାର ସରିଗଲା। ପ୍ରୋବ୍ଲେମ୍ ହେଉଛି ଏଇଆ, କାହିଁକିନା ଏଇ ଭ୍ୟାକେନ୍ସି ଗଭର୍ଣ୍ଣମେଣ୍ଟର ଅଟେ, ଏହା କୌଣସି ନ୍ୟୁଜ୍ ପେପରରେ ପବ୍ଲିଶ ଆପଣଙ୍କର ହେବନି। ଆପଣଙ୍କୁ ଇଣ୍ଡିଭିଜୁଆଲି ସବୁଦିନ ଚେକ୍ କରିବା ପାଇଁ ପଡ଼ିବ। ତ ସର୍ବପ୍ରଥମେ ମୁଁ କହିବା ପାଇଁ ଚାହିଁବି, ଯେହେତୁ ଅଙ୍ଗନବାଡ଼ି ୱାର୍କର ହେଇଗଲା, AWW ମାନେ ଅଙ୍ଗନବାଡ଼ି ୱାର୍କର, AWH ମାନେ ଅଙ୍ଗନବାଡ଼ି ହେଲ୍ପର, ଏହାକୁ କେବଳ ଝିଅମାନେ ଆପ୍ଲାଏ କରିପାରିବେ ଯାହାଙ୍କର ବୟସ 18ରୁ 50 ବର୍ଷ ଭିତରେ ଆପଣଙ୍କର ଥିବ ଏବଂ +2 ପାସ୍ ଆପଣଙ୍କର କରିଥିବା ଦରକାର। ନମ୍ବର 1, ସିଲେକ୍ସନ୍ ମାର୍କ ବେସିସ୍ରେ ଆପଣଙ୍କର ହେବ, କୌଣସି ବି ପରୀକ୍ଷା ନାହିଁ। 10th ଆଉ +2 ପରସେଣ୍ଟେଜକୁ ଏଡ୍ କରାଯିବ, ଯାହାର ପରସେଣ୍ଟେଜ ଅଧିକ ସିଏ ହିଁ ଆପଣଙ୍କର ଆପ୍ଲାଏ କରିପାରିବ ଆଉ ସିଲେକ୍ସନ୍ ଆପଣଙ୍କର ହେବ ମାର୍କ ବେସିସ୍ରେ। ଆଉ ଆପଣ କେବଳ ନିଜ ଗାଁରେ ଆପ୍ଲାଏ କରିପାରିବେ, ନିଜ ଗାଁ। ଠିକ୍ ଅଛି, ଲେଖା ହେଇଥିବ ଯେ କେଉଁ ଘର ଠାରୁ କେଉଁ ଘର ପର୍ଯ୍ୟନ୍ତ। ତ ଆପଣଙ୍କୁ ସେଥିରେ ଆଉ ଲାଷ୍ଟ ଡେଟ୍ ପୂର୍ବରୁ ହିଁ ଆପଣଙ୍କୁ ଅନଲାଇନ୍ ଆପ୍ଲାଏ କରିବାର ଅଛି। ଆଉ ଯେଉଁ ଡେଟ୍ରେ ଆପଣଙ୍କୁ ସେମାନେ କହିଥିବେ, ଏଇ ନୋଟିଫିକେସନ୍ ଲେଖା ହେଇଥିବ ଯେ କେଉଁ ଡେଟ୍ରେ ଆପଣଙ୍କୁ ବ୍ଲକକୁ ଯିବାକୁ ପଡ଼ିବ, ସେଇ ଡେଟ୍ରେ ଆପଣ ବ୍ଲକକୁ ଯିବେ ଆଉ ବ୍ଲକକୁ ଯାଇକି ସବୁ ଡକୁମେଣ୍ଟ ଆପଣଙ୍କର ଭେରିଫିକେସନ୍ ହେବ। ଏବେ ଆପଣ କେମିତି ଜାଣିବେ ଯେ ଆପଣଙ୍କର ଗାଁରେ ଭ୍ୟାକେନ୍ସି ବାହାରିଛି କି ନାହିଁ, କେମିତି ଚେକ୍ କରିବେ? ସିମ୍ପଲି ଆପଣ ଗୁଗୁଲକୁ ଆପଣଙ୍କର ଯିବେ, ସର୍ଚ୍ଚ କରିବେ AWC ଅଙ୍ଗନବାଡ଼ି, ସର୍ଚ୍ଚ କରିବେ ଆପଣଙ୍କର AWC ଅଙ୍ଗନବାଡ଼ି। ଯେଉଁ ପ୍ରଥମ ୱେବସାଇଟ୍ ଆପଣଙ୍କର ଆସିବ ଏନଗେଜମେଣ୍ଟ AWC ଓଡ଼ିଶା, ଆପଣ ଆସିବେ ଏନଗେଜମେଣ୍ଟ AWC odisha.gov.in। ଆସିଲା ପରେ ଆପଣ ଦେଖନ୍ତୁ ଏଠି ପବ୍ଲିକ ଲଗଇନ୍ ଅଛି। ଦେଖନ୍ତୁ ଆପ୍ଲାଏ ଯେତେବେଳେ କରିବେ ନା, ଆଗ ପବ୍ଲିକ ସାଇନ୍ ଅପ୍ ଉପରେ କ୍ଲିକ୍ କରିବେ, ଦେନ୍ ସାଇନ୍ ଅପ୍ କଲା ପରେ ଲଗଇନ୍ କରିକି ଆପ୍ଲାଏ କରିବେ। କିନ୍ତୁ ଭ୍ୟାକେନ୍ସି କେମିତି ଦେଖିବେ ଯେ ଆପଣଙ୍କର ଗାଁରେ ଭ୍ୟାକେନ୍ସି ବାହାରିଛି କି ନାହିଁ? ଆପଣ ପବ୍ଲିକ ଲଗଇନ୍ ଉପରେ କ୍ଲିକ୍ କରିବେ। ଯେମିତି ପବ୍ଲିକ ଲଗଇନ୍ ଉପରେ କ୍ଲିକ୍ କରିବେ, ଦେଖନ୍ତୁ ତଳପଟେ ଆପଣଙ୍କର ଶୋ କରୁଛି ନା ଭ୍ୟୁ ଏନଗେଜମେଣ୍ଟ ଏଡ୍ସ। ଆପଣ ଏଇ ଯେଉଁ ଭ୍ୟୁ ଏନଗେଜମେଣ୍ଟ ଏଡ୍ସ ଉପରେ ଆପଣ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆପଣଙ୍କର କାମ ରହିବ ଯେ ନିଜ ଜିଲ୍ଲାକୁ ଚୁଜ୍ କରିବେ। ଯେମିତି ମୁଁ ମୟୂରଭଞ୍ଜର, ତ ମୁଁ ମୟୂରଭଞ୍ଜକୁ ଚୁଜ୍ କଲି। ଆପଣ ନିଜର ଜିଲ୍ଲାକୁ ଚୁଜ୍ କରିବେ, ଯାହା ଆପଣଙ୍କର ଜିଲ୍ଲା ଅଟେ ଚୁଜ୍ କଲେ। ଦେନ୍ AWW ମାନେ ଅଙ୍ଗନବାଡ଼ି ୱାର୍କର, AWH ମାନେ ଅଙ୍ଗନବାଡ଼ି ହେଲ୍ପର, ସର୍ଚ୍ଚ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଇଠି 10 ଅଛି, ୟାକୁ 100 କରିଦିଅନ୍ତୁ, ମାନେ ଦେଖେଇଦେବ ଅଟୋମେଟିକାଲି। ହେଲା, ଦେଖନ୍ତୁ ପୁରା ଦେଖନ୍ତୁ ଡେଟ୍, ଲାଷ୍ଟ ଡେଟ୍ ଆଉ ଲାଷ୍ଟ ଡେଟ୍ ଟିକେ ଦେଖୁଥିବେ। ହେଲା, ଲାଷ୍ଟ ଡେଟ୍ ପୂର୍ବରୁ ଆପଣଙ୍କୁ ଆପ୍ଲାଏ କରିବାର ଅଛି। ଦେଖନ୍ତୁ କେଉଁଝରରେ ବର୍ତ୍ତମାନ 30ଟି ଭ୍ୟାକେନ୍ସି ଅଛି। 24 ତାରିଖ ଦିନ ଦେଖନ୍ତୁ କେତେ ସାରା ଭ୍ୟାକେନ୍ସିର ଆପ୍ଲାଏ ସରିଯିବ। ଯିଏ ଜାଣିଛି ସିଏ ହିଁ କରିପାରିଲା,
ଯେ ଜାଣି ନାହିଁ ସିଏ ଆପଣଙ୍କର କରିପାରିବନି। ଆପଣମାନେ କହିବେ ଦେଖନ୍ତୁ ସେ ଚାକିରି ପାଇଗଲା। ପ୍ରୋବ୍ଲେମ ତ ଏଇଆ ନା, ଆପଣମାନେ ଜାଣିପାରୁନାହାନ୍ତି ହେଲା। ତ ଆପଣ ଦେଖିବେ ଯେ ଆପଣଙ୍କର ଗାଁରେ ଭେକେନ୍ସି ବାହାରିଛି କି ନାହିଁ, ଆଉ ଏଇ ଘରଠାରୁ ଏଇ ଘର ମଧ୍ୟରେ ଥିବା ଦରକାର। ଆଉ ନୋଟିଫିକେସନ ଆପଣ କେମିତି ପଢିବେ? ଏଇ ଯୋଉ ପିଡିଏଫ ଚିହ୍ନ ନାହିଁ କି, এই ପିଡିଏଫ ଚିହ୍ନ ଉପରେ କ୍ଲିକ୍ କରିବେ। ଯେମିତି ଆପଣ କ୍ଲିକ୍ କରିବେ ଆପଣଙ୍କର ଏଇଠି ଦେଖନ୍ତୁ ଭ୍ୟୁ ଡକ୍ୟୁମେଣ୍ଟ ଅଛି, ୟା ଉପରେ କ୍ଲିକ୍ କଲେ ଆପଣଙ୍କର ପିଡିଏଫ ଟି ଓପେନ୍ ହେଇଯିବ। ୟାକୁ ଆପଣ ଓପେନ୍ କରିକି ଆରାମସେ ଦେଖିବେ। ସବୁ ଜିନିଷ ଲେଖା ହେଇଛି, କେମିତି ଆପ୍ଲାଏ କରିବେ, କୋଉମାନେ କରିପାରିବେ, ଦରମା କେତେ ମିଳିବ, କଣ କଣ ସବୁ ନେଇକି ଯିବେ, ସବୁ ଜିନିଷ ଲେଖା ହେଇଛି ହେଲା। ତ କାଇଣ୍ଡଲି ସମସ୍ତଙ୍କୁ ଜଣାନ୍ତୁ ଯେ ଅଙ୍ଗନବାଡି ହେଲ୍ପର, ମିନି ୱାର୍କର ଏବଂ ୱାର୍କରର ବ୍ୟାକ୍ ଟୁ ବ୍ୟାକ୍ ଭେକେନ୍ସି ରହିଛି। ଏବେ ପରବର୍ତ୍ତୀ ଭେକେନ୍ସିକୁ ଆପଣଙ୍କ ପାଇଁ ଯିବା। ପରବର୍ତ୍ତୀ ଭେକେନ୍ସି ଆପଣଙ୍କର ଅଛି ସ୍କୁଲ ଆଣ୍ଡ ମାସ୍ ଏଜୁକେସନ ଡିପାର୍ଟମେଣ୍ଟ ତରଫରୁ କିଛି ଟିଚିଂ ଆଉ ନନ୍ ଟିଚିଂ। ନନ୍ ଟିଚିଂ ଆପଣଙ୍କର ସର୍ବମୋଟ 342 ଗୋଟି ଆପଣଙ୍କର ପଦବୀ ଆସୁଛି। ଦେଖନ୍ତୁ ଏଗୁଡ଼ା ହେଡମାଷ୍ଟର ଭେକେନ୍ସି ତ କେବେ ଆସେନି। ପ୍ରଥମ କଥା ହେଲା ଏଗୁଡ଼ା ସବୁ ଆପଣଙ୍କର ପ୍ରମୋସନ ଦ୍ୱାରା ହିଁ ଆପଣଙ୍କର ଫିଲ୍ ହେଇଥାଏ। ଠିକ୍ ଅଛି, ତ ଏଇଠି ଆପଣମାନେ ଯଦି ଦେଖୁନାହାନ୍ତି କି ହେଡମାଷ୍ଟର, ଏଗୁଡ଼ା ପଦବୀ ଆପଣଙ୍କର ଆସିବନି। ଏଗୁଡ଼ା ସବୁ ପ୍ରମୋସନାଲ ବେସିସରେ ହିଁ ଆପଣଙ୍କର ହୁଏ। ଠିକ୍ ଅଛି। ଦେନ୍ ଏଇ ଯୋଉ ଟିଜିଟି ପିସିଏମ୍, ଟିଜିଟି ସିବିଜେଡ୍, ଆର୍ଟସ, ହିନ୍ଦୀ, ସଂସ୍କୃତ, ଏଗୁଡ଼ା ଯୋଉ ଆପଣ ଦେଖୁଛନ୍ତି ଏଗୁଡ଼ାକୁ ଏସଏସବି କରିବ। ଏଗୁଡ଼ାକୁ ଆପଣଙ୍କର ଆଉ ଏଇ ଯୋଉ ଯୋଉ ରହିଲା ଓଏସଏସସି ଆପଣଙ୍କର ଏଗୁଡ଼ାକୁ ପ୍ରାୟ କରିବ ନାହିଁ। ଠିକ୍ ଅଛି, କାହିଁକି ନା ଏହାର ରିକ୍ୱେଜିସନ୍ ଏପର୍ଯ୍ୟନ୍ତ ଆପଣଙ୍କର ଦିଆଯାଇ ନାହିଁ। ଠିକ୍ ଅଛି। ଦେନ୍ ଯୋଉ ନନ୍ ଟିଚିଂ ଆପଣ ମାନେ ଦେଖୁଛନ୍ତି, ନନ୍ ଟିଚିଂ ମଧ୍ୟ ସବୁଗୁଡ଼ା ଏସଏସବି ଆପଣଙ୍କର କରିବ। ଯୋଉ ଆପଣ ଦେଖୁନାହାନ୍ତି ଏସଏସବି ର ଯୋଉ ଜୁନିୟର କ୍ଲର୍କର ଆପଣଙ୍କର ଜୁନିୟର ଆସିଷ୍ଟାଣ୍ଟର ପଦବୀ, କିମ୍ବା ଓଏସଏସସି ବି ତାର ଯୋଉ ଜୁନିୟର ଆସିଷ୍ଟାଣ୍ଟର ଭେକେନ୍ସିରେ ଆପଣଙ୍କର ଏଡ୍ କରିଦେଇପାରେ, କିମ୍ବା ଓ ଟ୍ରିପୁଲ ଏସସି ମଧ୍ୟ ଆପଣଙ୍କର ପିଓ ଆଉ ଜୁନିୟର ଆସିଷ୍ଟାଣ୍ଟ ଯଦି ଆଣେ ସେଥିରେ ଏଡ୍ ହେଇକି ଆପଣଙ୍କର ଆସିବ ସ୍କୁଲ ଆଣ୍ଡ ମାସ୍ ଏଜୁକେସନ ତରଫରୁ। ତ କେବେ ଆସିବ କହିହେବନି। 342ଟି ନୂଆ ପୋଷ୍ଟ କ୍ରିଏସନ ପାଇଁ ଆପଣଙ୍କର କୁହାଯାଇଛି ନନ୍ ଟିଚିଂର। ଟିଚିଂ ଭେକେନ୍ସି ଆପଣ ଛାଡ଼ି ଦିଅନ୍ତୁ, ଏ ତ ଆପଣଙ୍କର ପ୍ରମୋସନାଲ ବେସିସରେ ଆପଣଙ୍କର ପିଓରଲି ହୁଏ। ଓଡ଼ିଶାରେ କେବେ ବି ହେଡମାଷ୍ଟର ପଦବୀ ଆପଣଙ୍କର ଏଇ ଯୋଉ ସ୍କୁଲ ଆଣ୍ଡ ମାସ୍ ଏଜୁକେସନ ଡିପାର୍ଟମେଣ୍ଟ ତରଫରୁ ଆପଣଙ୍କର ତ କେବେ କ୍ରିଏଟ୍ ହେଇନି। ତାହା ପ୍ରିନ୍ସିପାଲ ପଦବୀ ସବୁ ଓଏଭିଏସ୍ ମାନଙ୍କରେ ଆସେ, ନର୍ମାଲ ସ୍କୁଲ ମାନଙ୍କରେ କେବେ ଆପଣଙ୍କର ଆସିନଥାଏ। ଏଗୁଡ଼ା ସବୁ ପ୍ରମୋସନାଲ ବେସିସରେ ହିଁ ଆପଣଙ୍କର ହୁଏ। ଠିକ୍ ଅଛି। ଦେନ୍ ପରବର୍ତ୍ତୀ ଭେକେନ୍ସି ରେଲୱେ ତରଫରୁ, ଯୋଉଥିରେ କି ଜୁନିୟର ଟିଚର, ଦେଖନ୍ତୁ ଜୁନିୟର ଟିଚର ଆପଣଙ୍କର ପଦବୀ ରହିଛି 188, ଟିଜିଟି 338, ପିଜିଟି 187ଟି ପଦବୀ ଅଛି। 1036 ଗୋଟି ପଦବୀ ରହିଛି। ଏବଂ ଏଥିରେ ନନ୍ ଟେକ୍ନିକାଲ ମଧ୍ୟ ଆପଣଙ୍କର ପଦବୀ ଅଛି। ନନ୍ ଟେକ୍ନିକାଲ ମାନେ ଯିଏ ଖାଲି +3 ଆପଣଙ୍କର ପାସ୍ କରିଥିବ ସିଏ ବି ଆପଣଙ୍କର ଆପ୍ଲାଏ କରିପାରିବ। ତ ରେଲୱେର ଭେକେନ୍ସି ଅଟେ। ଆପ୍ଲାଏ 7 ତାରିଖ ପାଖରୁ ଆପଣମାନେ କରିପାରିବେ। 6 ଫେବୃଆରୀ ଆପଣଙ୍କର ଲାଷ୍ଟ ଡେଟ୍ ରହିବ। ଯେମିତି ଫୁଲ୍ ନୋଟିଫିକେସନ୍ ଆପଣଙ୍କର ଆସିଯିବ ସିଲାବସ୍ ସହିତ, ମୁଁ ଆପଣଙ୍କୁ ଜଣେଇଦେବି। ଏଜ୍ ଲିମିଟ୍ ଆପଣଙ୍କର 18ରୁ 28 ବର୍ଷ ରହିଛି। ତ 18 ବର୍ଷରୁ 28 ବର୍ଷ ଭିତରେ ଥିଲେ ଆପଣ ରେଲୱେରେ ଚାକିରି କରିପାରିବେ। ଜୁନିୟର ଟିଚର ଆକାରରେ, ଟିଜିଟି ଟିଚର ଆକାରରେ, ପିଜିଟି ଟିଚର ଆକାରରେ ଆପଣ ଚାକିରି କରିପାରିବେ। ଠିକ୍ ଅଛି। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଧନ୍ୟବାଦ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଆଉ ଯୋଉ ଆପଣଙ୍କର ଥିଲା ଏଲ୍ଆଇସି ହେଲା, ଏଲ୍ଆଇସିର ଭେକେନ୍ସି ଯଦି ଆପଣ ଦେଖନ୍ତୁ, ଏଲ୍ଆଇସିର ଯୋଉ ଭେକେନ୍ସି ଏଇଟା ଆପଣଙ୍କର କ'ଣ କି ଏଜେଣ୍ଟ କାମ ଗୁଡ଼ା, ଏଜେଣ୍ଟ। ତ ଆପଣ ଯଦି ଏଜେଣ୍ଟ ଟାଇପର କାମ କରିବା ପାଇଁ ଚାହୁଁଛନ୍ତି, ବୀମା ସଖୀ, ଏଇଟା ଭାରତ ସରକାରଙ୍କ ତରଫରୁ ଆସିଛି ବୀମା ସଖୀ। ଠିକ୍ ଅଛି। ମନେ ରଖନ୍ତୁ କେବେ ବି କୌଣସି ଟଙ୍କା ବଗେରା କାହାରିକୁ ଦେବେନି। ତା ପୂର୍ବରୁ ଟିକେ ଆପଣ ନିଜେ ନିଜେ ଚେକ୍ ବି କରିଦେବେ, କିମ୍ବା ଏଲ୍ଆଇସି ଡାଇରେକ୍ଟଲି ତାଙ୍କୁ ବି କଲ୍ କରିକି ପଚାରିଦେବେ ଯେ ଯାହା କହୁଛନ୍ତି ଠିକ୍ କହୁଛନ୍ତି ନା ଭୁଲ କହୁଛନ୍ତି, ଦେନ୍ ହିଁ କରିବେ। ଠିକ୍ ଅଛି। ଏଲ୍ଆଇସିର ଅଫିସିଆଲ ୱେବସାଇଟ୍ ରହିଛି licindia.in। ଆପଣ ଯେମିତି ଅଫିସିଆଲ ୱେବସାଇଟ୍କୁ ଆପଣଙ୍କର ଯିବେ, ଏଇଠି ଦେଖନ୍ତୁ ଶୋ କରୁଛି ଆପଣଙ୍କୁ, ଏଇଟା ଗୋଟେ ଭାରତ ସରକାରଙ୍କର ଯୋଜନା। 3 ବର୍ଷ ପର୍ଯ୍ୟନ୍ତ ଆପଣଙ୍କୁ ଷ୍ଟାଇପେଣ୍ଡ ଆପଣଙ୍କର ମିଳିବ। ଖାଲି 10th ପାସ୍ କରିଥିଲେ ଆପ୍ଲାଏ କରିପାରିବେ। ମିନିମମ୍ 18 ବର୍ଷ ଆପଣଙ୍କର ହେଇଥିବା ଦରକାର। ଖାଲି ଝିଅମାନେ ଆପ୍ଲାଏ କରିପାରିବେ। ଏଇଟା ଏଜେଣ୍ଟ ଆକାରରେ ଚାକିରି ହେଲା। ଏଜେଣ୍ଟ ପୁଅମାନେ ବି ହୁଅନ୍ତି, କିନ୍ତୁ ଏଇଟା ଭାରତ ସରକାରଙ୍କ ତରଫରୁ ଗୋଟେ ନୂଆ ସ୍କିମ୍ ଆସିଛି, ଏଲ୍ଆଇସି ବୀମା ସଖୀ ସ୍କିମ୍ ହେଲା। ଝିଅମାନେ ଆପଣଙ୍କର ଯଦି ଏସବୁ ଆପଣଙ୍କର ଏଜେଣ୍ଟ କାମ ଗୁଡ଼ା କରିବେ, ଦେନ୍ ପ୍ରାୟତଃ ତାଙ୍କର ସେଲ୍ସ ବଗେରା ଅଧିକରୁ ଅଧିକ ବଢ଼ିବ। ତ ଯଦି ଆପଣ ଘରେ ବସିକି, ମନେ ରଖନ୍ତୁ ଏହା ଏଜେଣ୍ଟ କାମ। ଏଜେଣ୍ଟ କାମ ମାନେ କ'ଣ, କିଛି ଖରାପ କାମ ନୁହେଁ। ଲୋକମାନଙ୍କୁ ବୁଝେଇବାର ଅଛି ଏଇ ସ୍କିମ୍ଟା ଆପଣଙ୍କର ଏମିତି, ଏଇ ସ୍କିମ୍ରେ ଏଇ ସବୁ ବେନିଫିଟ୍ସ ଆପଣଙ୍କର ମିଳେ। ଲୋକମାନେ ଆପଣଙ୍କର ସ୍କିମ୍ ଗୁଡ଼ାକୁ ବା ଏଲ୍ଆଇସିର ଯେଉଁ ରହିଛି ପଲିସି, ତାକୁ ଆପଣଙ୍କର କିଣିଲେ ଆପଣଙ୍କର ଅଧିକରୁ ଅଧିକ ବେନିଫିଟ୍ସ ହେବ। ଆପଣଙ୍କୁ କମିଶନ ଆକାରରେ ମିଳିବ। ଦେଖନ୍ତୁ ହେଲା,
28,000 ଟଙ୍କା ଆପଣଙ୍କୁ ପ୍ରଥମ ବର୍ଷ ମିଳିବ। ସେକେଣ୍ଡ ବର୍ଷ ବି ଆପଣଙ୍କର ଦେଖନ୍ତୁ ସେକେଣ୍ଡ ବର୍ଷ ବି ଆପଣଙ୍କୁ କମିଶନ ମିଳିବ ହେଲା। ମାନେ ଏସବୁ ଆପଣଙ୍କର କମିଶନ ଏ ୱେବସାଇଟକୁ ଗଲା ପରେ ଏଠି କ୍ଲିକ୍ ହିଆର ଫର୍ ବୀମା ସଖୀରେ କ୍ଲିକ୍ କରିକି ଆପଣ ଆପ୍ଲାଏ କରିପାରିବେ। ଆପଣଙ୍କୁ ସେମାନେ କଲ୍ କରିବେ, ଦେନ୍ ଆପଣ ଚାହିଁଲେ ଜଏନ୍ ହେଇପାରିବେ। ଠିକ୍ ଅଛି। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଧନ୍ୟବାଦ।